ସମସ୍ତେ ଆମେ ତ ଉତ୍ସାହିତ ଥିଲୁ ଭାରତୀୟ ଜନତା ପାର୍ଟି ତରଫରୁ ଯେ ଅମିତ ଶାହ ଜି ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶା ଆଗମନ ପାଇଁ, କିନ୍ତୁ ଦୁର୍ଭାଗ୍ୟବଶତଃ ମାନନୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ହୋଇଗଲା। ସେଥିପାଇଁ ଆମର କେନ୍ଦ୍ର ସରକାର 7 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ସବୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି। ସେହି କ୍ରମରେ ଯେତେ ପ୍ରକାର ସରକାରୀ କାର୍ଯ୍ୟକ୍ରମ ବଡ଼ ବଡ଼ କାର୍ଯ୍ୟକ୍ରମ ଉତ୍ସବ ଏସବୁ ବନ୍ଦ ହୋଇଯାଇଛି ଏବଂ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀଙ୍କର ଯେଉଁ ପ୍ରୋଗ୍ରାମ ଥିଲା ଯେ ଓଡ଼ିଶା ଆସିବା ପାଇଁ ସେସବୁ ମଧ୍ୟ ବନ୍ଦ ହୋଇଯାଇଛି, ଯାହା ପାର୍ଟିରୁ ଆମ ନିର୍ଦ୍ଦେଶ ଆସିଛି। ରିସିଡ୍ୟୁଲ୍ ନିଶ୍ଚୟ ହେବ। ସେ ତ ବର୍ତ୍ତମାନ ଓଡ଼ିଶା ଫୋକସ୍, ଓଡ଼ିଶାର ବିକାଶ କେମିତି ହେବ ମାନନୀୟ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି, ତେଣୁ ନିଶ୍ଚୟ ରିସିଡ୍ୟୁଲ୍ ହେବ। ସେ ଆଗାମୀ ଦିନରେ ତାଙ୍କ ଟାଇମ୍ ଦେଖି ଆସିବେ। ସମସ୍ତେ ଆମେ ତ ଉତ୍ସାହିତ ଥିଲୁ ଭାରତୀୟ ଜନତା ପାର୍ଟି ତରଫରୁ ଯେ ଅମିତ ଶାହ ଜି ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀ ଓଡ଼ିଶା ଆଗମନ ପାଇଁ, କିନ୍ତୁ ଦୁର୍ଭାଗ୍ୟବଶତଃ ମାନନୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ହୋଇଗଲା। ସେଥିପାଇଁ ଆମର କେନ୍ଦ୍ର ସରକାର 7 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ସବୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି। ସେହି କ୍ରମରେ ଯେତେ ପ୍ରକାର ସରକାରୀ କାର୍ଯ୍ୟକ୍ରମ ବଡ଼ ବଡ଼ କାର୍ଯ୍ୟକ୍ରମ ଉତ୍ସବ ଏସବୁ ବନ୍ଦ ହୋଇଯାଇଛି ଏବଂ ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀଙ୍କର ଯେଉଁ ପ୍ରୋଗ୍ରାମ ଥିଲା ଯେ ଓଡ଼ିଶା ଆସିବା ପାଇଁ ସେସବୁ ମଧ୍ୟ ବନ୍ଦ ହୋଇଯାଇଛି, ଯାହା ପାର୍ଟିରୁ ଆମ ନିର୍ଦ୍ଦେଶ ଆସିଛି। ରିସିଡ୍ୟୁଲ୍ ନିଶ୍ଚୟ ହେବ। ସେ ତ ବର୍ତ୍ତମାନ ଓଡ଼ିଶା ଫୋକସ୍, ଓଡ଼ିଶାର ବିକାଶ କେମିତି ହେବ ମାନନୀୟ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି, ତେଣୁ ନିଶ୍ଚୟ ରିସିଡ୍ୟୁଲ୍ ହେବ। ସେ ଆଗାମୀ ଦିନରେ ତାଙ୍କ ଟାଇମ୍ ଦେଖି ଆସିବେ।